ସ୍ନାନବେଦୀରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି ନୀତିକାନ୍ତ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ନୀଳଗିରିରେ ହୋଇଛି ଭିଡ଼। ଏହି ସ୍ନାନଯାତ୍ରା ପାଳନ ଅବସରରେ ନୀଳଗିରି ତୃତୀୟ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ସକାଳେ ସେନାପଟା ଲାଗି ରାଜନୀତି ବନ୍ଦାପନା ପୁଷ୍ପାଞ୍ଜଳି ଡୋର ଲାଗି ହୋଇଥିଲା। ଆଦି ସେବକ ରାଜା ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନଙ୍କ ପ୍ରତିନିଧି ଯୁବରାଜ ଜନ୍ମୟ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଛେରା ପହଁରା ନୀତି ସାରିବା ପରେ ପ୍ରଥମେ ସ୍ନାନ ବିଧିକୁ ଆସିଥିଲେ। ଚକ୍ରରାଜ ସୁଦର୍ଶନ ପଛ ପଛେ ବଡ଼ ଭାଇ ବଳଭଦ୍ର ଦେବୀ ସୁଭଦ୍ରା ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ବିରାଜିତ ହୋଇଥିଲେ। ମଙ୍ଗଳ ଆରତୀ ଅବକାଶ ପରେ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ 108 କଳସୀ ସୁବାସିତ ଜଳରେ ସ୍ନାନ ସମାପନ ହୋଇଥିଲା। ସବୁଦିନ ଯେଉଁ ସ୍ନାନ କରନ୍ତି ତାଙ୍କ ସମ୍ମୁଖରେ ଦର୍ପଣ ରଖାଯାଏ ଏବଂ ସେଥିରେ ତାଙ୍କ ପ୍ରତିବିମ୍ବ ପଡ଼େ। ସେ ଦର୍ପଣକୁ ସ୍ନାନ କରାଯାଏ, ତାକୁ ବିମ୍ବ ସ୍ନାନ କୁହାଯାଏ। କିନ୍ତୁ ଆଜି ଯେଉଁ ସ୍ନାନ ହୋଇଥିଲା ତାକୁ ପ୍ରତ୍ୟକ୍ଷ ସ୍ନାନ କୁହାଯାଏ। ପରେ ରୋଷ ହୋମ ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା ସରିବା ପରେ ଆରମ୍ଭ ହୋଇଥିଲା ସକାଳ ଧୂପ ଗଜାନନ ବେଶ। ସନ୍ଧ୍ୟାରେ ଆଳତୀ ଦକ୍ଷିଣ ଆଳତୀ ପରେ ବିଳମ୍ବିତ ରାତ୍ରିରେ ଗୋଟି ପହଣ୍ଡିରେ ତିନି ଠାକୁର ଅଣସର ଗୃହକୁ ଯାଇଛନ୍ତି। ବ୍ରହ୍ମା ପୁଣ୍ୟଶ୍ଳୋକ ନନ୍ଦ ସରୋଜ କୁମାର ନନ୍ଦ ଦେବେନ୍ଦ୍ର କୁମାର ନନ୍ଦ ବୀରେଶ ଶତପଥୀ ମୃତ୍ୟୁଞ୍ଜୟ କର ଚାମର ସେବାୟତ ଘଣ୍ଟୁଆ ଓ ଠାକୁର ମାହାଲର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ତହସିଲଦାର ସନବ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ, ପୂର୍ବତନ ବିଧାୟକ ଇଞ୍ଜିନିୟର ସୁକାନ୍ତ କୁମାର ନାୟକ ତୃତୀୟ ଶ୍ରୀକ୍ଷେତ୍ରର ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଏହି ନୀତିକାନ୍ତ ଦେଖିବା ପାଇଁ ସନ୍ଧ୍ୟା ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆପଣ ପରିଚୟଟା ଟିକେ ଦେବେ। ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ। ମହାପ୍ରଭୁଙ୍କ କାଳିଆ ସାନ୍ତଙ୍କ ପଦାର ବିନ୍ଦରେ କୋଟି କୋଟି ଜୁହାର ମଣିମା, କୋଟି କୋଟି ଜୁହାର। ଆମେ ଶ୍ରୀ ଜଗନ୍ନାଥଙ୍କ ସେବାୟତ ଓ ମହାପ୍ରଭୁଙ୍କର ଆଜି ହେଉଛି ପବିତ୍ର ସ୍ନାନ ଯାତ୍ରା। ଇଏ ହେଉଛି ଜ୍ୟେଷ୍ଠ ସମୁଦ୍ର ଜ୍ୟେଷ୍ଠ ସ୍ନାନ। ମହାପ୍ରଭୁଙ୍କୁ ଆଜି ସମୁଦ୍ର ଜ୍ୟେଷ୍ଠ ମନ୍ଦିରରେ ମହାସ୍ନାନ କରାଇଥିଲେ ବ୍ରହ୍ମା ଓ ସେହି ତାଙ୍କର ସ୍ମୃତିରେ ଇନ୍ଦ୍ରଦ୍ୟୁମ୍ନ ମହାରାଜ କହିଥିଲେ ପ୍ରତିବର୍ଷ ସ୍ନାନ ଯାତ୍ରା ଏବଂ ସ୍ନାନଯାତ୍ରା ମଲ୍ଲିକା ସ୍ନାନ ବୋଲି ମଧ୍ୟ କୁହାଯାଏ। ତ ମହାପ୍ରଭୁଙ୍କୁ ସକାଳୁ ଆଜି ପହଣ୍ଡି ରାଜନୀତି ବନ୍ଦାପନା ପରେ ତାଙ୍କର ଯିଏ ଆଦି ସେବକଙ୍କ ପ୍ରତିନିଧି ଆସିଥିଲେ ରାଜକୁମାର, ସେ ଛେରା ପହଁରା କରି ମହାପ୍ରଭୁଙ୍କୁ ସ୍ନାନ ବେଦୀରୁ ଆସୀନ କରାଇଲେ ଏବଂ ତାପରେ ମହାପ୍ରଭୁଙ୍କର ମଙ୍ଗଳାରତୀ ଅବକାଶ ସୂର୍ଯ୍ୟ ପୂଜା ଇତ୍ୟାଦି ନୀତି ପଡ଼ିଲା ପରେ ମହାପ୍ରଭୁ ସ୍ନାନ ଜଳ ଛାକ ଆସିଲା ପରେ ସମୁଦ୍ରରେ ଜଳ ରହିଲେ ଏବଂ ତାପରେ ସ୍ନାନ ହେଲେ। ସ୍ନାନ ପରେ ମହାପ୍ରଭୁଙ୍କର ସକାଳ ଧୂପ ହେବ ଏବଂ ବର୍ଷର ପ୍ରତ୍ୟେକ ଦିନ ମହାପ୍ରଭୁଙ୍କର ତିନୋଟି ଧୂପ ଉଠିଲା ବେଳେ ଆଜି ମାତ୍ର ଘର ଯେ ସମସ୍ତ ମହାପ୍ରଭୁ ପାଇବେ।